କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ତାହା ସହିତ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆପଣଙ୍କର ପଛରେ ହିଁ ଶୈତାନ କାହିଁକି ଲାଗିଛି? ଆପଣଙ୍କ ପଛରେ ହିଁ ଶୈତାନ କାହିଁକି ଲାଗିଛି? ଏହି ପ୍ରକାର ପ୍ରଶ୍ନ ଆପଣଙ୍କ ମନ ମଧ୍ୟରେ ମଧ୍ୟ ଆସେ, ମୋ ମନ ମଧ୍ୟରେ ଆସେ, ପ୍ରତ୍ୟେକଙ୍କ ମନ ମଧ୍ୟରେ ଆସେ। କାରଣ ଶୈତାନ ବା ଚୋର ସେ ବୋଧ ବିନାଶ କରିବା ନିମନ୍ତେ ଆସେ, ଆମର କ୍ଷତି କରିବା ନିମନ୍ତେ, ଆମକୁ ଦୁଃଖ ଦେବା ନିମନ୍ତେ, ଆମକୁ କଷ୍ଟ ଦେବା ନିମନ୍ତେ ସେ ଆସେ। ଆଉ ଏହି ସମୟରେ ଆପଣ ବିଭିନ୍ନ ପ୍ରକାର କଷ୍ଟ ମାଧ୍ୟମ ଦେଇ ଗତି କରୁଛନ୍ତି। ଆପଣ ଗୋଟିଏ ଭଲ ଆତ୍ମିକ ଖ୍ରୀଷ୍ଟିଆନ ଅଟନ୍ତି, ଆପଣ ପ୍ରଭୁଙ୍କ ପଛରେ ବହୁତ ସୁନ୍ଦର ଭାବରେ ଚାଲୁଛନ୍ତି, ହେଲେ ମଧ୍ୟ ଆପଣଙ୍କ ଜୀବନରେ ଶୈତାନର ଆକ୍ରମଣ ନିରନ୍ତର ଚାଲିଛି। ଦୁଃଖ ଉପରେ ଦୁଃଖ, କଷ୍ଟ ଉପରେ କଷ୍ଟ, ସମସ୍ୟା ଉପରେ ସମସ୍ୟା ଆପଣଙ୍କ ଉପରେ ମାଡ଼ି ଆସୁଛି। ଆଉ ଆପଣ ମନ ମଧ୍ୟରେ ପ୍ରଶ୍ନ ଥିବ ଯେ ମୋ ପଛରେ ହିଁ କାହିଁକି ଲାଗିଛି? ପ୍ରିୟମାନେ, ଲେଖାଯାଏ ପ୍ରଥମ ପିତର 5:8 ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ଏହାର ଅର୍ଥ ଯେ ସମସ୍ତଙ୍କୁ ସେ ଗ୍ରାସିବ ନାହିଁ, ସେ ସମସ୍ତଙ୍କୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଅଛି ଲେଖାଯାଏ ନାହିଁ। କାରଣ ସେ ସମସ୍ତଙ୍କୁ ଗ୍ରାସ କରେ ନାହିଁ। କାହିଁକି ସମସ୍ତଙ୍କୁ ଗ୍ରାସ କରେ ନାହିଁ? କାରଣ ସମସ୍ତେ ତା ପାଇଁ ବିପଦଜନକ ନୁହନ୍ତି କି ସମସ୍ତେ ମନୋନୀତ ନୁହନ୍ତି। ଆପଣ ଈଶ୍ୱରଙ୍କର ମନୋନୀତ ଲୋକ ଅଟନ୍ତି। ପରମେଶ୍ୱର ଆପଣଙ୍କୁ ବାଛିଛନ୍ତି, ମନୋନୀତ କରିଛନ୍ତି, ଆଉ ତାଙ୍କର ରାଜ୍ୟର ବୃଦ୍ଧି ନିମନ୍ତେ ଆପଣଙ୍କୁ ସେ ମନୋନୀତ କରିଛନ୍ତି। ସେଥି ନିମନ୍ତେ ଶୈତାନ ଆପଣଙ୍କର ପଛ ଛାଡ଼ୁନାହିଁ। ଦେଖନ୍ତୁ, ଯୋସେଫ ସେ ବହୁତ ଭଲ ଧାର୍ମିକ ବ୍ୟକ୍ତି। ତାଙ୍କ ଜୀବନରେ କୌଣସି ପ୍ରକାର ଭୁଲ, କୌଣସି ପ୍ରକାର ଅପରାଧ ବାଇବଲରେ ମେନସନ୍ ନାହିଁ। ସେ କେତେ ସୁନ୍ଦର ଭାବରେ ନିଜ ଭାଇମାନଙ୍କ ସହିତ ତାଙ୍କ ଦୁଷ୍ଟ କାମରେ ନ ମିଶି ସେ ଅଲଗା ରହୁଥିଲେ, ଆଉ ଭାଇମାନଙ୍କର ଦୁଷ୍ଟତା ଗୁଡ଼ିକକୁ ବାପାକୁ ନେଇକିନା କହୁଥିଲେ, ବାପା ଏମାନେ ଏହି ପ୍ରକାର ଭୁଲ ଗୁଡ଼ିକ କରୁଛନ୍ତି। କେତେ ସୁନ୍ଦର। ଦେଖନ୍ତୁ, ଯେଉଁ ସମୟରେ ମଧ୍ୟ ଆମେ କାହାର ଦୁଷ୍ଟତା ଦୁର୍ବଳତା ଦେଖିଲେ ଆମେ ମଣିଷକୁ କହି ବୁଲିଲେ କୌଣସି ଆବଶ୍ୟକ ନାହିଁ, ଆମେ ପରମେଶ୍ୱରଙ୍କୁ କହିବାର ଆବଶ୍ୟକ ରହିଛି। ଏହା ଯୋସେଫଙ୍କ ଜୀବନରେ ଥିଲା। କାହା ଜୀବନରେ କିଛି ଗୋଟେ ଭୁଲ ଦେଖିଲେ ସେ ଯାଇ କହୁଥିଲେ, ବାପା ସେ ସେମିତି କରୁଛନ୍ତି, ଏମିତି କରୁଛନ୍ତି। ବାପା ତାଙ୍କୁ ବହୁତ ସୁନ୍ଦର ଭାବରେ ଗୋଟିଏ ରଙ୍ଗ ବିରଙ୍ଗ ବସ୍ତ୍ର ପିନ୍ଧେଇଥିଲେ, ମାତ୍ର ଭାଇମାନେ ରାଗିଗଲେ। ଯୋସେଫ ଯୁବା ଅବସ୍ଥାରେ ହିଁ ସେ ଦର୍ଶନ ଦେଖୁଥିଲେ, ସ୍ୱପ୍ନ ଦେଖୁଥିଲେ, ବଡ଼ ହେବେ। କେତେ ସୁନ୍ଦର। ଯେଉଁ ଯୁବା ଅବସ୍ଥାରେ ଆଜିକାଲିର ପୁଅ ଝିଅମାନେ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଦେଖନ୍ତି, କିଏ ପୁଅକୁ ଦେଖେ, କିଏ ଝିଅକୁ ଦେଖେ, କିଏ ବାଇକକୁ ଦେଖେ, କିଏ କେଉଁ ପ୍ରକାର ଭାବରେ ସ୍ୱପ୍ନ ଦର୍ଶନ ଦେଖିବା ସମୟରେ ଯୋସେଫ ସେ ବଡ଼ ହେବା ସ୍ୱପ୍ନ ସେ ଦେଖିଥିଲା, ପରମେଶ୍ୱର ତାକୁ ଦେଇଥିଲେ। ଆଉ ତା ଭାଇମାନେ ତାଙ୍କୁ ଗାତରେ ପକାଉଛନ୍ତି, ତାଙ୍କୁ ବିକ୍ରି କରୁଛନ୍ତି। ସେ ମିଶରକୁ ଯାଉଛି, ମିଶରରେ ଗୋଟିଏ ଚାକର ପରି ସେଇ ସ୍ଥାନରେ ଖଟୁଛି। ଗୋଟିଏ ପୁଅ, ଏତେ ଭଲ ପୁଅ, ତା ଜୀବନରେ ଶୈତାନର ଆକ୍ରମଣ। ଦେଖନ୍ତୁ, କାହିଁକି? ଯୋସେଫ ମନୋନୀତ ଅଟେ। ଯୋସେଫକୁ ପରମେଶ୍ୱର ମନୋନୀତ କରିଛନ୍ତି। ସେଥିପାଇଁ ଯୋସେଫର ଜୀବନରେ ଏହି ପ୍ରକାର ଶୈତାନର ଆକ୍ରମଣ ନିରନ୍ତର ରହିଅଛି। ହେଲେ ମଧ୍ୟ ସେ ଶୈତାନର ଆକ୍ରମଣ ଯୋସେଫକୁ ଗାତ ଭିତରେ ରଖିପାରିଲା ନାହିଁ, କାରାଗାରରେ ରଖିପାରିଲା ନାହିଁ। ଯୋସେଫ ତାଙ୍କର ଲକ୍ଷ୍ୟସ୍ଥଳରେ ଯାଇ ପହଞ୍ଚିଗଲେ। ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟ ଦେଇକିନା ଗାତରେ ପଡ଼ିଲେ, ଗାତରୁ ବାହାରିଲେ, ଜଣଙ୍କ ଘରେ ଚାକର କାମ କଲେ, କାରାଗାରକୁ ଗଲେ, କାରାଗାର ପରେ ସିଧାସଳଖ ସେ ସିଂହାସନକୁ ପଳାଇଲେ। ପ୍ରିୟମାନେ, ସେ ମୁକୁଟ ପିନ୍ଧିଲେ ଯାଇକିନା। ଶୈତାନ ତାଙ୍କ ପଛରେ ଲାଗିଥିଲା, ସେ ଯେ ପ୍ରକାର କି ଗାତରେ ହିଁ ରହିଯିବେ, ଯେ ପ୍ରକାର କି 44ଙ୍କ ସ୍ତ୍ରୀଙ୍କର ଘରେ ଗୋଟେ ଗୁଲାମ ପରି ଖଟିବେ। ମାତ୍ର ଯୋସେଫ କୌଣସି ବିଷୟରେ ସେ ହାତ ମିଶାଇଲେ ନାହିଁ।
ଆପଣ ମଧ୍ୟ କୌଣସି ବିଷୟରେ ହାତ ମିଶାନ୍ତୁ ନାହିଁ। ସମସ୍ୟା ରହିବ। ଯୋସେଫଙ୍କ ଜୀବନରେ ଯେତେବେଳେ ସେ ଦର୍ଶନ ଦେଖିଛନ୍ତି, ସେ ଗାତରେ ପଡ଼ିବା ଦର୍ଶନ ଦେଖି ନାହାନ୍ତି, କିଣା ଦାସ ପରି ବିକ୍ରି ହେବା ଦର୍ଶନ ଦେଖି ନାହାନ୍ତି, ସେ କାରାଗାରରେ ରହିବା ଦର୍ଶନ ଦେଖି ନାହାନ୍ତି। ମାତ୍ର ଏଇ ସବୁ ଗୁଡ଼ିକ ଆମମାନଙ୍କ ଜୀବନର ଗୋଟେ ଗୋଟେ ଅଂଶ ଅଟେ। ଏସବୁ ଗୁଡ଼ିକ ଆମ ଟ୍ରେନିଂ ପିରିୟଡ଼ ଅଟେ। ସେଥିପାଇଁ ଶୟତାନ ସମସ୍ତଙ୍କ ପଛରେ ଲାଗେ ନାହିଁ। ଯୋସେଫଙ୍କ ପଛରେ ଲାଗିଥିଲା, ଆଇବଙ୍କ ପଛରେ ଲାଗିଥିଲା। ଆଇବଙ୍କୁ ପରମେଶ୍ୱର ନିଜେ ସେ ସାର୍ଟିଫିକେଟ ଦେଉଅଛନ୍ତି। ଆଉ ଶୟତାନ ଆଇବଙ୍କ ପାଖକୁ ନ ଯାଇ ସେ ପରମେଶ୍ୱରଙ୍କ ନିକଟକୁ ଗଲା। ସେ କ'ଣ ଅକାରଣରେ ଭୟ କରୁଛି? ତୁମେ ତାକୁ ଦେଇଛ, ଗାଡ଼ି ଦେଇଛ, ତୁମେ ତାକୁ ବିଜନେସ୍ ଦେଇଛ, ପୁଅ ଝିଅ ଦେଇଛ, ଉତ୍ତମ ସ୍ୱାସ୍ଥ୍ୟ ଦେଇଛ, ଉଚ୍ଚ ନାମ ଦେଇଛ, ସେଥିପାଇଁ ସିନା ସେ ତୁମର ଏତେ ଏତେ ପ୍ରେଜ୍ ଦ ଲର୍ଡ ହାଲେଲୁୟା କହୁଛି। ଏଇ ପ୍ରକାର ଯାଇ ପରମେଶ୍ୱରଙ୍କୁ ସେ ମୋଟିଭ୍ କରିବା ପାଇଁ ଯାଉଛି। ସେଇ ଉଷ ଦେଶରେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଅଛନ୍ତି, ମାତ୍ର ସେ ଶୟତାନ ସମସ୍ତଙ୍କ ପାଖକୁ ଯାଉନାହିଁ। ଜାକୁବଙ୍କର 12 ପୁଅଙ୍କ ମଧ୍ୟରେ ଗୋଟିଏ ପୁଅ ଯୋସେଫଙ୍କ ପଛରେ ସେ ଯାଉଛି। ଅଛି ସେଇ ପ୍ରକାର ଭାବରେ ଆପଣ ମଧ୍ୟ ଅନେକ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ, ଅନେକ ଲୋକମାନଙ୍କ ମଧ୍ୟରେ ଆପଣ ଗୋଟେ ମନୋନୀତ ଲୋକ। ପରମେଶ୍ୱର ଆପଣଙ୍କ ନିମନ୍ତେ ଅନେକ ବଡ଼ ବଡ଼ ଦର୍ଶନ ଗୁଡ଼ିକ, ଯୋଜନା ଗୁଡ଼ିକ ଆପଣଙ୍କ ନିମନ୍ତେ ରଖିଛନ୍ତି। ସେଥିପାଇଁ ଶୟତାନ ସେ ଜାଣିଛି, ଏହି ବ୍ୟକ୍ତିଙ୍କୁ ଯଦି ଏହି ସମୟରେ ମୁଁ ଯଦି ବିଭିନ୍ନ ପ୍ରକାର ପାପରେ, ବିଭିନ୍ନ ପ୍ରକାର ଦୁଷ୍ଟତାରେ ଯଦି ମୁଁ ପକାଇ ନ ଦିଏ, ତାହେଲେ ଏହି ବ୍ୟକ୍ତି ସେ ଦିନେ ମୋର ରାଜ୍ୟ ପାଇଁ ଗୋଟେ ବିପଦର ବିଷୟ ହେଇପାରିବ। ଏଥିପାଇଁ ସେ ଆପଣଙ୍କ ପଛ ଛାଡ଼ୁନାହିଁ। ଆପଣ ବିଶ୍ୱାସରେ ଆପଣ ସ୍ଥିର ରହିବେ, ଆପଣ ସାବଧାନ ହିଁ ରହିବାଟା ହେଉଛି ଆପଣଙ୍କର କାମ। ସେଥିପାଇଁ ପିତର ଲେଖନ୍ତି, ସଚେତନ ହୋଇ ଜାଗ୍ରତ ରୁହ। ଆମେ ଜାଗ୍ରତ ରହିପାରୁଛି। ଆମର କାମ ହେଲା ଜାଗ୍ରତ ରହିବା। ଯେଉଁ ସମୟରେ ଶୈତାନ ଆମ ପଛରେ ଲାଗିଛି, ଆମକୁ ଆକ୍ରମଣ କରୁଛି, ଆମର ସେ କୌଣସି ପ୍ରକାର କ୍ଷତି କରିପାରିବ ନାହିଁ। ଆଇବଙ୍କ ଜୀବନରେ ଏତେ ପ୍ରକାର କ୍ଷତି ଆଣିଲା, ଯୋସେଫଙ୍କ ଜୀବନରେ ଏତେ ପ୍ରକାର କ୍ଷତି ଆଣିଲା, ମାତ୍ର ତାଙ୍କ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ କେହି ଅଟକେଇ ପାରିଲେ ନାହିଁ। ପରମେଶ୍ୱର ଆପଣଙ୍କ ନିମନ୍ତେ ମଧ୍ୟ ବହୁତ ବଡ଼ ଯୋଜନା ଗୁଡ଼ିକ ରଖିଛନ୍ତି। ରାସ୍ତାରେ ଗାତ ଥିବ, ପଥର ଥିବ, ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ପରମେଶ୍ୱର ଆପଣଙ୍କୁ ନେଇଯିବେ। ସେଥିପାଇଁ ଆପଣ କୌଣସି ପ୍ରକାର ଭାବରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଲୋକମାନେ କହିବେ ତୋ ଜୀବନରେ କିଛି ପାପ ଅଛି, ଦୁର୍ବଳତା ଅଛି, ସେଥିପାଇଁ ତୋ ଜୀବନରେ ଦୁଃଖ ଆସୁଛି, କଷ୍ଟ ଆସୁଛି, ସମସ୍ୟା ଆସୁଛି। ଆପଣ ସେସବୁ ଶୁଣି ଶୁଣି ଆପଣ ମଧ୍ୟ ନିଜେ ବିଶ୍ୱାସରେ ଧୀରେ 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 ଦୁର୍ବଳ ହେବାକୁ ଲାଗିଥିବେ। ସତରେ କା ମୋ ଜୀବନରେ କିଛି ଗୋଟେ ଅଛି ବୋଲି ତ ଏସବୁ ହେଉଛି, ଅନ୍ୟମାନେ ତ ଜୀବନରେ କିଛି ନାହିଁ ବୋଧେ, ସେଥିପାଇଁ ଏତେ ଧାର୍ମିକ ଜୀବନ, ପବିତ୍ର ଜୀବନଯାପନ କରିବାର କ'ଣ ଲାଭ ଅଛି? ଏହି ପ୍ରକାର ମନୋଭାବ ଆପଣ ରଖନ୍ତୁ ନାହିଁ। ଶୈତାନ ତାହା ହିଁ ଚାହେଁ, ଯେ ପ୍ରକାର କି ଆମେ ସେଇ ଯେଉଁ ମାର୍ଗ ଆମେ ଧରିଛୁ, ସେ ମାର୍ଗରୁ ଆମେ ଓହରି ଯିବା। ପ୍ରିୟମାନେ, ସଚେତନ ରହି ଆମକୁ ଜାଗ୍ରତ ରହିବାର ଅଛି। କାରଣ ଆମ୍ଭମାନଙ୍କର ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ? କାହାକୁ? ମନୋନୀତ ଲୋକଙ୍କୁ ଗ୍ରାସିବ। କାହାକୁ ଗ୍ରାସିବ? ଯେଉଁମାନେ ତାର ରାଜ୍ୟ ପାଇଁ ଗୋଟେ ବିପଦପୂର୍ଣ୍ଣ, ଗୋଟେ ଆତ୍ମିକ, ଯେ କି ଅନ୍ୟମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହୁଅଛି, ଯେ କି ଯୀଶୁଖ୍ରୀଷ୍ଟଙ୍କ ପଛରେ ଚାଲୁଛି, ଏହି ପ୍ରକାର ଖ୍ରୀଷ୍ଟିଆନ ମାନଙ୍କୁ ଶୈତାନ ଗ୍ରାସ କରିବା ପାଇଁ ବିଭିନ୍ନ ପ୍ରକାର ଟାର୍ଗେଟ କରିଛି। ଆଉ ସେ ଦିବାରାତ୍ର ସେ ବିଶ୍ରାମ ନ କରି ସେହି ବିଶ୍ୱାସୀକୁ, ସେହି ଖ୍ରୀଷ୍ଟିଆନକୁ, ସେହି ଶିଷ୍ୟକୁ, ସେହି ପ୍ରଭୁଙ୍କ ଦାସଙ୍କୁ ନଷ୍ଟ କରିବା ପାଇଁ ସେ ସବୁ ସମୟରେ ଜାଗ୍ରତ ଥାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆପଣ ଏ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯାଉଛନ୍ତି, ଆପଣ ବିଚଳିତ ହେବା ଦରକାର ନାହିଁ। ଯୋସେଫଙ୍କୁ ଦେଖନ୍ତୁ, ଆଇବଙ୍କୁ ଦେଖନ୍ତୁ, ଦାନିଏଲକୁ, ସଦ୍ରକ, ମେଷକ, ଅବେଦନଗୋକୁ ଦେଖନ୍ତୁ। ସେମାନଙ୍କ ଜୀବନରେ ମଧ୍ୟ ବିଭିନ୍ନ ପ୍ରକାର ପରିସ୍ଥିତି ଗୁଡ଼ିକ ଆସିଲା। କୌଣସି ପ୍ରକାର ପରିସ୍ଥିତିରେ ସେମାନେ କମ୍ପ୍ରମାଇଜ କଲେ ନାହିଁ କି ପଡ଼ି ରହିଲେ ନାହିଁ। ସବୁ ପରିସ୍ଥିତିରେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ସେମାନେ ଆଗକୁ ବଢ଼ିଲେ। ଆପଣ ଆଉ ମୁଁ ମଧ୍ୟ ଆମେ ସେହି ମାର୍ଗରେ ଚାଲିବାର ଅଛି। ସେଥିପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ଜୀବନରେ ଆଗ କାହିଁକି ଶୈତାନର ଏତେ ଆକ୍ରମଣ? କାହିଁକିନା ଆପଣ ମନୋନୀତ, ଆପଣ ପ୍ରଭୁଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି। ଆପଣ ଶୈତାନର ରାଜ୍ୟ ନିମନ୍ତେ ଗୋଟିଏ ବିପଦଜନକ ବିଷୟ ଅଟନ୍ତି। ସେଥି ନିମନ୍ତେ ସେ ଆପଣଙ୍କୁ ଡରି ଆପଣଙ୍କୁ ନଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ଗୁଡ଼ିକ, ପ୍ରିୟମାନେ, ସମସନ ସେ ଏତେ ବଳବାନ,
समसन को नष्ट करने दलीला को से पठेला कहीं पठाऊँ से जानुची ए समसन मो राज्य बहुत बहुत विपदपूर्ण विषय प्रिय माने आपण मध्य से प्रकार आत्मिक ख्रिस्टियान से आपण पछरे से लगी मात्र से आपण किसी करि परिबो नहीं कारण प्रभु यीशु ख्रिस्ट पितर को कहले सिमोन सिमोन देख गहमरे चालुणी रे गहमरे बा चालुणी रे गहम चलेला परी शैतान तुमको चलेबा पाए अनुमति पाइछि परमेश्वर अनुमति नदेले कौन से शैतान आमर मस्तकर गोटे केश मध्य छुई पारिब नहीं प्रिय माने आमे सेते परिमाण रे सुरक्षित अच्छु से आपण को विश्वास को आपण परित्याग न करी आपण विश्वास रे स्थिर रही आग को बढ़ पदे प्रार्थना करिबा पिता आमे तुमको धन्यवाद दउछु जे तुमे आमान को तुम पवित्र वाक्य द्वारा प्रति समय कथबार्ता होछ एई समय मध्य तो वाक्य माध्यम रे आमान सहित कथबार्ता हेलो कौन सी परिस्थिति रे आमे हारि न जाओ प्रति परिस्थिति रे आमे जययुक्त हो पारिबो एथि निमंते तुमे आमान को उपयुक्त शिक्षा तुमे देइछ जो भाई भौणी माने विभिन्न प्रकार घात प्रतिघात मध्य दे जाउछंती अभाव रे रोग रे समस्या मध्य दे जाउछंती से समस्त को तुमे संभाळ प्रभु से माने दुर्बल अटंती तुमे से मान को बल दियो शक्ति दियो आ तुम आत्मा द्वारा तुमे ताहांको परिचालित कर लीड करी कहिनियो प्रभु प्रार्थना सुनिछ धन्यवाद दे प्रार्थना प्रभु यीशुଙ୍କ नाम रे मागुछु आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय रे आ नुआ प्रसंग रे आमे परस्पर सहित साक्षात करिबा रहिबा समस्त को नमस्कार प्रेज द लॉर्ड गॉड